ଜୟ ଜଗନ୍ନାଥ ଦର୍ଶକନ୍ତୁ ପୁଣି ଆଜିର ପାଣିପାଗ ଅପଡେଟରେ ଆପଣମାନଙ୍କୁ ସ୍ୱାଗତ। ମେ 12ରୁ 15 ତାରିଖ ମଧ୍ୟରେ ଓଡ଼ିଶାର କେଉଁ କେଉଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ଦର୍ଶକ ବନ୍ଧୁ ଏହି ଭିଡିଓଟି ସମ୍ପୂର୍ଣ୍ଣ ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 12-13 ତାରିଖରେ ଏହି ଦୁଇ ଦିନ ମଧ୍ୟରେ ବିଶେଷ କରି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବର୍ଷାର ସମ୍ଭାବନା ଅଧିକ ରହିଛି। କେତେକ ସ୍ଥାନରେ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ପବନ ବେଗ ବହିବ। ତାହା ସହିତ ବଜ୍ରପାତ ହୋଇପାରେ। ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାମାନଙ୍କରେ ମେ 12ରୁ 13 ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ ଭିଡିଓ ଆଗକୁ ଯିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ। କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏହି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମେ 14ରୁ 15 ତାରିଖ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାମାନଙ୍କରେ ଆପଣ ବର୍ଷା ସମୟରେ କୁଆଡେ ବି ଯାଆନ୍ତୁ ନାହିଁ। ବର୍ଷା ସମୟରେ ବଜ୍ରପାତ ସହିତ ବିଜୁଳି ଘଡଘଡି ହୋଇପାରେ। ତେଣୁ ଦର୍ଶକ ବନ୍ଧୁ ଆପଣଙ୍କୁ ଗୋଟିଏ ରିକ୍ୱେଷ୍ଟ, ଆପଣ ସୁରକ୍ଷିତ ଜାଗାରେ ରୁହନ୍ତୁ ବର୍ଷା ସମୟରେ। ଦର୍ଶକ ବନ୍ଧୁ ଆପଣମାନେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଜାଣିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଭିଡିଓକୁ ଲାଇକ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ସର୍ବପ୍ରଥମେ ପାଇପାରିବେ। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟ୍ ଖବର ଏଇଠି ସମାପ୍ତ କରୁଛି। ଆପଣମାନେ ନେକ୍ସଟ ପାଣିପାଗ ଅପଡେଟ୍ ପାଇଁ ଆପଣ ଅପେକ୍ଷାରେ ରୁହନ୍ତୁ।